ବର୍ତ୍ତମାନ ସବୁଠାରୁ ବଡ଼ କାମ ଯଦି ଥାଏ, ସବୁଠାରୁ ଶ୍ରେଷ୍ଠ କାମ ହେଉଛି ଯେ ପରିବେଶର ସୁରକ୍ଷା, ବନ ଜଙ୍ଗଲର ସୁରକ୍ଷା। ଯେତିକି ଲୋକ ଜନ୍ମ ହେଉଛନ୍ତି ବା ପିଲାମାନେ ଜନ୍ମ ହେଉଛନ୍ତି, ସେତିକିଟି ଗଛ ଲାଗିବା ଦରକାର। ମନ୍ଦିର ସୁରକ୍ଷା କରାଯାଏ, ଆଉ ନୂଆ ମନ୍ଦିର ନ କରି ବରଂ ସ୍ୱତନ୍ତ୍ର ଜଙ୍ଗଲ ସୃଷ୍ଟି କରାଯାଉ। ଇଏ ଗଲା ଗୋଟିଏ। ଆଉ ଦ୍ୱିତୀୟ କଥାଟି ହେଲା, ଯୁବକମାନେ ବା ପୁଅ ଝିଅମାନେ ନିଶା ଆଉ ମାଦକ ଏ ଦୁଇଟିକୁ ଅଭ୍ୟାସ କରି ସେମାନେ ନିଜ ଜୀବନକୁ ବିପନ୍ନ କରୁଛନ୍ତି, ଅଳ୍ପାୟୁଷ ହେଉଛନ୍ତି ଏବଂ ସାଂଘାତିକ ରୋଗରେ ପଡ଼ି ସେ ଅକାଳରେ ଝଡ଼ି ପଡ଼ୁଛନ୍ତି। ତେଣୁ ଇଏ ଦୁଇଟା ଜିନିଷ ପରେ ଆଉ ଗୋଟେ ଜିନିଷ ହେଉଛି ପରିବାର ବର୍ତ୍ତମାନ ବିପନ୍ନ। ପ୍ରତ୍ୟେକ ପରିବାର ଆଜି ବିପନ୍ନ। ଏ ତିନୋଟି କଥା ପ୍ରତ୍ୟେକ ସମାଜର ପ୍ରତ୍ୟେକ ପିଲାମାନଙ୍କ ପାଇଁ, ଏଇଟା ହେଉଛି ବର୍ତ୍ତମାନ ଯୁବପିଢ଼ିମାନଙ୍କ ପାଇଁ ନିତ୍ୟାନ୍ତ ଜରୁରୀ। ସରକାର ଏ ଦିଗରେ କ'ଣ ପଦକ୍ଷେପ ନେବା ଦରକାର? ସରକାର ପ୍ରଥମେ ପଦକ୍ଷେପ ନେବା ଦରକାର, ମଦ୍ୟ ଦୋକାନ ଗୁଡ଼ିକ ଯେମିତି ଭାବରେ ଖୋଲା ହେଉଛି ମାନେ ସେମିତି ଖୋଲା ହେବା କଥା ନୁହେଁ। ଯେଉଁଠି ଲୋକ ଗହଳି, ଏଗୁଡ଼ାକ ପୁରାପୁରି ବନ୍ଦ ହେବା ଦରକାର। ଯେମିତି ହାତ ପାହାନ୍ତାରେ ମଦ୍ୟ ଦୋକାନ ଖୋଲା ହେଉଛି, ଗୁଟୁକା ବ୍ୟାନ୍ କରିଛନ୍ତି, ପୁଣି ଲୋକ ଗୁଟୁକା ଖାଇ କର୍କଟ ରୋଗରେ ପୀଡ଼ିତ ହେଉଛନ୍ତି। ବଳିଆର ନିବେଦନକୁ ରକ୍ଷା କରି ଗଞ୍ଜେଇକୁ ମଧ୍ୟ ବ୍ୟାନ୍ କରିଛନ୍ତି, ପୁଣି ଗଞ୍ଜେଇ ମଧ୍ୟ ଲୋକ ଖାଇ ଚାଲିଛନ୍ତି। ସିଗାରେଟ୍ ହଉ, ଗଞ୍ଜେଇ ହଉ, ବିଡ଼ି ହଉ, ଗୁଡ଼ାଖୁ ହଉ, ଗୁଟୁକା ହଉ, କଡ଼ା ପାନ ମସଲା ହଉ, ଏ ଛୋଟିଆ ଛୋଟିଆ ନିଶାକୁ ମଧ୍ୟ କଟକଣା କରିବା ଉଚିତ ଏବଂ ମଦ୍ୟ ଦୋକାନ ଯେଉଁଭଳି ଭାବରେ ଖୋଲା ହେଉଛି ସେଟାକୁ ବ୍ୟାନ୍ କରିବା ଦରକାର। ଆଜ୍ଞା, ବର୍ତ୍ତମାନ ଦେଖାଯାଉଛି ଯୁବଶକ୍ତି ଭିତରେ ସାମାଜିକ ମୂଲ୍ୟବୋଧ ଦିନକୁ ଦିନ ହ୍ରାସ ପାଉଛି। ତା ସହିତ ସରକାର ଏଥିପାଇଁ ଦାୟୀ ନୁହନ୍ତି। ପିଲାମାନଙ୍କ ପାଇଁ ଯେଉଁ ଯାହା ପାଠ ଆମ ପିଲାଦିନେ ଆମେ ପଢ଼ୁଥିଲୁ, ସେଇଭଳି ଶିକ୍ଷା ଜଗତରେ ବହୁତ ପରିବର୍ତ୍ତନ ସେମାନେ ଆଣିଛନ୍ତି। ଆମେ ସ୍କୁଲ କଲେଜରେ ଦେଖିବାକୁ ପାଉନଥିଲୁ, ଆଜି ଗାଁ ଗାଁରେ ସ୍କୁଲ କଲେଜ ଖୋଲା ହେଇଛି। କିନ୍ତୁ କଥା ହେଉଛି ନୈତିକ ଶିକ୍ଷା ମଧ୍ୟ, ମୂଲ୍ୟବାନ ଶିକ୍ଷା ମଧ୍ୟ ଦିଆଯାଉଛି। କିନ୍ତୁ କଥା ହେଉଛି ଯେ ପରିବାରର ଯେଉଁ ଗାର୍ଡିଆନ୍ ମାନେ, ସେମାନେ ପିଲାମାନଙ୍କ ପ୍ରତି ଯେତିକି ସଚେତନ ହେବା କଥା ସେତିକି ହେଉନାହାନ୍ତି। ତେଣୁ ପରିବାର ଏବଂ ସରକାର, ଯେଉଁ ସରକାରୀ ସ୍କୁଲ ଗୁଡ଼ିକ ଖୋଲା ହେଇଛି, ଶିକ୍ଷକ ଶିକ୍ଷୟିତ୍ରୀମାନେ ଯେମିତି ତାଙ୍କ ନିଜର ବେତନ ବୃଦ୍ଧି ପାଇଁ ସେମାନେ ଯେମିତି ହରତାଳ କରୁଛନ୍ତି, ଶିକ୍ଷାର ଅଗ୍ରଗତି ହେବା ପାଇଁ ସେମାନେ କେହି ବି ଏ ଦିଗରେ ସଚେତନ ନୁହନ୍ତି। ତେଣୁ ଏଥିପାଇଁ ଶିକ୍ଷକ, ଅଭିଭାବକ ଏବଂ ପ୍ରଶାସକ ସମସ୍ତଙ୍କୁ ସଚେତନ ହେବା ଉଚିତ। ବର୍ତ୍ତମାନ ବିଶ୍ୱରେ ଗୋଟେ ସଙ୍କଟ ଦେଖାଯାଇଛି, ଯୁଦ୍ଧ ବି ଆରମ୍ଭ ହୋଇଗଲାଣି। ସମସ୍ତେ କହୁଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ବିଶ୍ୱ ବର୍ତ୍ତମାନ ଅଗ୍ରଗତି କରୁଛି। ସେ ସମ୍ପର୍କରେ ଆପଣଙ୍କର ମତାମତ କ'ଣ? ଏକ ପ୍ରକାର ତୃତୀୟ ବିଶ୍ୱଯୁଦ୍ଧ ଚାଲିଛି, କିନ୍ତୁ ବାଘର ଫାଗୁକୁ ଭୟ ଭଳି କେବଳ ଏ ପରମାଣୁ ଅସ୍ତ୍ରର ପ୍ରତିକ୍ରିୟା ପାଇଁ
ଦେଶର କୂଟନୈତିକ ବ୍ୟକ୍ତିମାନେ ଟିକେ ରହିଯାଉଛନ୍ତି, କିନ୍ତୁ ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହଉ। ମୋର ପ୍ରଥମ ଦିନ ଯେଉଁଦିନ ମୁଁ ପାଇଥିଲି ପଦ୍ମ ସମ୍ମାନ, ସେଦିନ ମୁଁ ଆମ ଦେଶର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ କହିଥିଲି ଏବଂ ଆମେ ଜାତିସଂଘକୁ ଚିଠି ଦେଇଛୁ, ପ୍ରତ୍ୟେକ ଦେଶର ଆମ୍ବାସାଡରମାନଙ୍କୁ ମଧ୍ୟ ଚିଠି ଦେଇଛୁ। ପତ୍ର ସବୁବେଳେ ଲେଖା ଧ୍ୱଂସାସ୍ତ୍ର ବିମୁକ୍ତ ହଉ। ଧ୍ୱଂସାସ୍ତ୍ର ବିମୁକ୍ତ ନହେଲେ ପରିବେଶ କେବେ ବି ଶୃଙ୍ଖଳିତ ରହିବ ନାହିଁ। ସମୁଦ୍ର ଅଶାନ୍ତ ହେବ, ବାୟୁମଣ୍ଡଳ ଅଶାନ୍ତି ହେବ, ଧୂଳିଝଡ଼, ତୋଫାନ, ବିଭିନ୍ନ ମାରାତ୍ମକ ରୋଗ, ଭୂତାଣୁ ଏମାନେ ମାଡ଼ି ଆସିବେ। ଆଉ ଏ ଦିଗରେ ଭାରତର ଭବିଷ୍ୟତ କ'ଣ? ଭାରତ ଶାନ୍ତିପ୍ରିୟ ଦେଶ, ଭାରତ ସାଧୁସନ୍ଥର ଦେଶ। ଭାରତ ହେଉଛି ଗୋଟିଏ ଦେଶ, ଏମିତି ଦେଶ ନାହିଁ ବା ଏମିତି ଅଞ୍ଚଳ ନାହିଁ ଯେଉଁ ଅଞ୍ଚଳରେ ସତସଙ୍ଗ ହେଉନାହିଁ, ମନ୍ଦିରରେ ଆରାଧନା ହେଉନାହିଁ, ଶାସ୍ତ୍ର ଅଧ୍ୟୟନ ହେଉନାହିଁ। ତେଣୁ ଭାରତ ଶାନ୍ତିପ୍ରିୟ ଦେଶ, ସେ ଶାନ୍ତିରେ ରହିଛି ଏବଂ ରହିବ। ଶେଷରେ ଆଜ୍ଞା ଆପଣଙ୍କୁ ଆମେ ଜାଣିବାକୁ ଚାହୁଁଛୁ, ଆପଣ ଗଲା ବର୍ଷ ଗଣିଆ ଅଞ୍ଚଳକୁ ଆସିଥିଲେ, ଏଇ ବର୍ଷ ବି ଗଣିଆ ଅଞ୍ଚଳକୁ ଆସିଛନ୍ତି। ଗଣିଆ ଅଞ୍ଚଳ ସମ୍ପର୍କରେ ଆପଣ କ'ଣ କହିବେ? ଗଣିଆ ଅଞ୍ଚଳରେ ମୁଁ ପୂର୍ବବର୍ଷ ଯେଉଁ ଆସିଥିଲି